ସମସ୍ତଙ୍କୁ ନମସ୍କାର। ଆସନ୍ତୁ ଆମ୍ଭେମାନେ ଦେଖିବା ଏବଂ ଶୁଣିବା ଜେରୁସାଲେମ ନିକଟରେ ଅନେକ ପୁଷ୍କରଣୀ ଗୁଡ଼ିକ ମଧ୍ୟରୁ ମେଷଦ୍ୱାର ବୋଲି ଗୋଟିଏ ପୁଷ୍କରଣୀ ଅଛି। ତହିଁରେ 5ଟି ମଣ୍ଡପ, ଆଉ ସେଠାରେ ଅନେକ ପୀଡ଼ିତ ରୋଗୀମାନେ, ଅନ୍ଧ, ଖଞ୍ଜ, ଅନେକ ବିଭିନ୍ନ ପୀଡ଼ିତ ରୋଗୀମାନେ ପଡ଼ି ରହୁଥିଲେ। ଆଉ ସେହିଠାରେ ଯୀଶୁଖ୍ରୀଷ୍ଟ ଯାଇ ଏକ ଜଣ 38 ବର୍ଷ ପର୍ଯ୍ୟନ୍ତ ରୋଗରେ ଥିବା ପୀଡ଼ିତ ବ୍ୟକ୍ତିଙ୍କୁ ସୁସ୍ଥତା କରି ନିଜ ଗୃହକୁ ପଠାଉଛନ୍ତି। ସେହି ବିଷୟରେ ଆମେ ଜାଣିବା। ଅନେକ ପୀଡ଼ିତ ରୋଗୀମାନେ ଏହି ପୁଷ୍କରିଣୀ ଦୂତ ଆସିବା ଅପେକ୍ଷାରେ ଅଛନ୍ତି। ଯେହେତୁ ଦୂତ ପ୍ରଥମରେ ଆସି ଏହି ପୁଷ୍କରିଣୀରେ ଯେତେବେଳେ ଆସିବେ, ସେହି ସମୟରେ ଯେଉଁମାନେ ପ୍ରଥମେ ପୁଷ୍କରିଣୀରେ ଯିବେ ସେ ସୁସ୍ଥ ହୋଇକି ନିଜ ଘରକୁ ଫେରିବ। ଦିନକର ସମୟରେ ଯୀଶୁ ସେହି ପୁଷ୍କରିଣୀରେ ଉପସ୍ଥିତ ହେଲେ। ଅନେକ ରୋଗୀମାନେ ପଡ଼ି ରହିଛନ୍ତି। ତନ୍ମଧ୍ୟରୁ ଜଣେ 38 ବର୍ଷ ପର୍ଯ୍ୟନ୍ତ ରୋଗୀ ସେଠାରେ ପଡ଼ି ରହିଛି। ତାହାକୁ ଯୀଶୁ ଦେଖି ଦୟାରେ ବିଗଳିତ ହୋଇ କହିଲେ, ତୁମ୍ଭେ ସୁସ୍ଥ ହେବାକୁ ଇଚ୍ଛା କରୁଅଛ କି? ସେ କହିଲେ, ହଁ ଗୁରୁ, ମୁଁ ସୁସ୍ଥ ହେବାକୁ ଇଚ୍ଛା କରୁଅଛି, କିନ୍ତୁ ଦୂତ କମ୍ପାଇବା ସମୟରେ କେହି ଜଳ ଭିତରକୁ ମୋତେ ନେବାକୁ ସାହାଯ୍ୟ ନାହିଁ। ଯୀଶୁ ତାହାକୁ କହିଲେ, ତୁମ୍ଭେ ଉଠ, ଆଉ ତୁମର ସେଜ ଖଟିଆ ଘେନି ଘରକୁ ଚାଲ। ତାପରେ ହସ୍ତ ତାହାକୁ ବଢ଼ାଇବା ପାଇଁ କହିଲେ, ଆଉ ଯୀଶୁ ହସ୍ତ ଧରି ତାହାକୁ ଉଠାଇବାକୁ ଲାଗିଲେ। ଆଉ ସେ ଧୀରେ ଧୀରେ ତାଙ୍କର ସମସ୍ତ ପଞ୍ଜର ଗଣ୍ଠି ସବୁ ଶକ୍ତ ହୋଇଗଲା, ଆଉ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ। ଆଉ ଯୀଶୁଙ୍କୁ ଚାହିଁ କହିଲେ, କିଏ? କିନ୍ତୁ ତାହା ମଧ୍ୟ ସେ ନିରୀକ୍ଷଣ କଲେ ନାହିଁ। ମୁଁ ତ ସୁସ୍ଥ ହେଲି, 38 ବର୍ଷ ପର୍ଯ୍ୟନ୍ତ ଏଠି ପଡ଼ି ରହିଥିଲି। ବର୍ତ୍ତମାନ ସେ ଯୀଶୁଙ୍କୁ କିଛି ନ ଦେଖି ନିଜର ଶଯ୍ୟାକୁ ଧରିଲେ, ଆଉ ସେ ଚାଲିବାକୁ ଲାଗିଲେ। ଆଉ ସେ ନିଜ ଗୃହକୁ ଚାଲି ଯାଉଅଛନ୍ତି। ଦେଖନ୍ତୁ, ଯେତେବେଳେ ନିଜ ଗୃହକୁ ଚାଲିଗଲା ପରେ କିଛି ସମୟ ମଧ୍ୟରେ ଆମେ ଦେଖିବାକୁ ପାଉଛୁ, ତାଙ୍କୁ ଅନେକ ଲୋକମାନେ ଦେଖିଥିଲେ ପଡ଼ି ରହିଥିବାର। ଆଉ ସେମାନେ ତାଙ୍କୁ ଦେଖି ଯାଉଛନ୍ତି, ଏ ତାହେଲେ 38 ବର୍ଷ ପର୍ଯ୍ୟନ୍ତ ପଡ଼ିଥିବା ସେହି ରୋଗୀ। ହେଲେ କିଏ ତାକୁ ସୁସ୍ଥ କଲା? ଅନେକ ଲୋକମାନେ ଆସି ତାହାଙ୍କୁ ପଚାରିଲେ। ଯେହେତୁ ବିଶ୍ରାମ ବାର ଦିନ ସୁସ୍ଥ ହେବାର ବିଧି ସଙ୍ଗତ ଥିଲା, ଯେ କି ବିଶ୍ରାମ ଦିନରେ ସୁସ୍ଥ ହୋଇପାରିବେ ନାହିଁ, ସେଥି ନିମନ୍ତେ ବିଶ୍ରାମ ବାରରେ ଇଏ ନିଜର ସେଜ ଖଟିଆ ଘେନି ଯାଉଅଛନ୍ତି। ତାହେଲେ ଦୁଃଖର ବିଷୟ, ଯେହେତୁ ସେଦିନ ହେଉଛି ବିଶ୍ରାମ ବାର ଥିଲା। କିନ୍ତୁ ଯୀଶୁ ହେଉଛନ୍ତି ବିଶ୍ରାମ ବାରର ପ୍ରଭୁ। ସେହି ହେତୁ ସେ ବିଶ୍ରାମ ଦିନ ମଧ୍ୟ ସୁସ୍ଥ କରୁଥିଲେ। ଦେଖନ୍ତୁ, ସାଧାରଣ ନୁହେଁ ଜଣକୁ ସୁସ୍ଥ ହୁଅ ଆଉ ନିଜର ସେଜ ଘେନି ଖଟିଆ ଘେନି ନିଜ ଗୃହକୁ ଚାଲ ବୋଲି କହିବା ସହଜ ନୁହେଁ। କିନ୍ତୁ ବାସ୍ତବରେ ଜେରୁସାଲେମର ଇସ୍ରାଏଲ ଦେଶର ଯୀଶୁଖ୍ରୀଷ୍ଟ ଏହିପରି ଅଲୌକିକ ଆଶ୍ଚର୍ଯ୍ୟ କାର୍ଯ୍ୟ 38 ବର୍ଷ ବଧି ରୋଗୀକୁ ସୁସ୍ଥ କରିଥିଲେ। ତେଣୁ ଯୀଶୁଙ୍କର ଆଶ୍ଚର୍ଯ୍ୟ ବିଷୟ ଦେଖି ଲୋକମାନେ ଆଚମ୍ବିତ ହେଉଥିଲେ, ଯେହେତୁ ସେ ସ୍ୱୟମ୍ଭୁ ନିଜେ ହିଁ ପରମେଶ୍ୱର ଥିଲେ। ସେଥି ନିମନ୍ତେ ଆମ୍ଭେମାନେ ମଧ୍ୟ ଆଜି ଯୀଶୁଖ୍ରୀଷ୍ଟଙ୍କୁ ଆମମାନେ ବିଶ୍ୱାସ କରିଅଛୁ। ସତରେ ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆମେମାନେ ସ୍ୱୀକାର କରିବା, ହୃଦୟରେ ବିଶ୍ୱାସ କରିବା, ତାହାହେଲେ ଆମ୍ଭମାନଙ୍କୁ ମଧ୍ୟ ରୋଗରୁ ସୁସ୍ଥ କରିବା ନିମନ୍ତେ ଈଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟ ଅଛନ୍ତି, ସୁସ୍ଥ କରିବେ। ଏଥି ନିମନ୍ତେ ଅନେକ ଲୋକମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କଠାରେ ଆଶ୍ଚର୍ଯ୍ୟ ସୁସ୍ଥତା ବିଷୟ ଦେଖି ବିଶ୍ୱାସ କରନ୍ତି। ତାହାଙ୍କ ଛଡ଼ା ଆଉ କେହି ଦୟାଶୀଳ ଲୋକ ନାହାନ୍ତି। ଜଗତରେ ଯେତେ ବି ଅନେକ ପରମାତ୍ମା, ଅନେକ ମନୁଷ୍ୟମାନେ, ଅନେକ ଦେବତାମାନେ ଆସିଥିଲେ, କୌଣସି ଲୋକମାନେ ଅନ୍ୟ ଜଣଙ୍କୁ ଦୟା କରିବା ଲୋକ କେହି ନଥିଲେ। କିନ୍ତୁ ସତରେ ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ବାସ୍ତବରେ ଜଗତରେ ଥିବା ସମୟରେ ଅନେକ ଲୋକମାନଙ୍କୁ
ଦେଖି ଦୟାରେ ବିଗଳିତ ହେଉଥିଲେ। ଆଉ ସେ ଅନେକଙ୍କୁ ନିଜେ ପରମେଶ୍ୱର ଈଶ୍ୱର ଥିବାରୁ ସୁସ୍ଥ ମଧ୍ୟ କରୁଥିଲେ। ତାହା ଦେଖି ଜଗତ ମଧ୍ୟ ତାହାଙ୍କୁ ସହ୍ୟ କରିପାରିନାହିଁ। ଆଉ ଆଜି ପର୍ଯ୍ୟନ୍ତ ତାହାଙ୍କୁ ଘୃଣା କରେ। ଯେହେତୁ ଜଗତରେ ଯିଏକି ଉତ୍ତମ କର୍ମ କରିବ ତାହାକୁ ଘୃଣା କରାଯିବ, ତାହାକୁ ବହିଷ୍କାର କରାଯିବ। ସେଥିନିମନ୍ତେ ଜଗତରେ ତାହାଙ୍କୁ ଘୃଣା କରାଯାଇଥିଲା। କିନ୍ତୁ ପ୍ରିୟ ବନ୍ଧୁଗଣ, ଏହା ଆପଣମାନେ ଜାଣନ୍ତୁ ଯେ ଯୀଶୁଙ୍କୁ ପାଇଛି ସେ ଜୀବନ ପାଇଛି। ତାହାଙ୍କଠାରେ ଅନନ୍ତ ଜୀବନର ଅଧିକାର ମଧ୍ୟ ଅଛି। ଏଠାରେ ତ ସୁସ୍ଥତା ପାଇବ, କିନ୍ତୁ ଅନନ୍ତ କାଳ ମଧ୍ୟ ସେ ଜୀବନ ପାଇବା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତୁ। କିନ୍ତୁ ଜଗତ ଯିଏକି ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରେ ତାହାଙ୍କୁ ମଧ୍ୟ ଘୃଣା କରେ। କିନ୍ତୁ ଧୈର୍ଯ୍ୟ ଧର, ଯୀଶୁ କହିଲେ ମୁଁ ଜଗତକୁ ଜୟ କରିଅଛି, ତୁମ୍ଭେମାନେ ମଧ୍ୟ ଧୈର୍ଯ୍ୟ ଧର। ମୋ ନାମ ସକାଶେ ତୁମ୍ଭେମାନେ ଘୃଣା ହେବ, କିନ୍ତୁ ମୁଁ ଜଗତକୁ ଯେପରି ଜୟ କରିଛି ତୁମ୍ଭେମାନେ ମଧ୍ୟ ଜୟ କରିବ। ସତରେ ପ୍ରିୟ ବନ୍ଧୁଗଣ, ଯୀଶୁ ଜଗତରେ ଥିବା ସମୟରେ ତାହାଙ୍କୁ କଷ୍ଟ ଦିଆଗଲା, ତାଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଗଲା। କିନ୍ତୁ ଯୀଶୁ ସେ ମୃତ୍ୟୁଦଣ୍ଡକୁ ଜୟ କରିଅଛନ୍ତି। ଆଉ ସେ ଉଠି ସମସ୍ତ ଲୋକମାନଙ୍କୁ, 500ରୁ ଅଧିକ ଲୋକମାନଙ୍କୁ ଦର୍ଶନ ଦେଇ ପୁନର୍ବାର ସ୍ୱର୍ଗକୁ ଯାଇଅଛନ୍ତି। ପୁନର୍ବାର ଯେତେବେଳେ ସେ ଆଗମନ କରିବେ, ଆଉ ସେହି ସମୟରେ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରିଅଛନ୍ତି ତାହାଙ୍କୁ ସେ ଘେନିଯିବେ।